हे संतोरा ए बुधिया ये कालो दादा ना शुणी ये बुढ़ा बुढ़ी दुईटा डरू नांती हे अनानी कालो दादा जा पूरे नजर पकई दिए पूरा चकमा चूर कर दिए हे अनानी अब हे बुढ़ा ए बुढ़ी तमर से जो जल जमीटा कालू दादा चाहिए माने সেই জমিটা কাଳୁ ଦାଦା ନାଁରେ କରିବ। এই କାଳୁ ଦାଦା ସାଙ୍ଗରେ ଯଦି ଟିକିଏ ଗର୍ଦାରି କଲ ପୁରା ନବୁଲି କରିଦେବି। ଆଉ ଏ ଶଶୁର ଇ ରାଘବ ତାଙ୍କୁ ବୁଝାରେ, ତାଙ୍କୁ ଭଲିକି ବୁଝା। ଆଉ ଏ ବୁଢ଼ା ତୁ ବୋଧେ କାଳୁ ଦାଦାକୁ ଜାଣିନୁ। କାଳୁ ଦାଦା ଯାହା ଉପରେ ନଜର ପକେଇ ଦିଏ ସେଟା କାଳୁ ଦାଦାର ହେଇଯାଏ, ବୁଝିଲୁ। ଆବେ ତାକୁ ସେମିତି କ'ଣ କହୁଛୁ? ତା ଘରେ ବସି ଜିନିଷ ଭଙ୍ଗାରୁଜା କର, ଆଉ ଜିନିଷ ପତ୍ର ବାହାରକୁ ଖୋପାଡ଼, ତାକୁ ଏ ଘରୁ ତଡ଼ି ଦିଅ। କାଳୁ ଦାଦା ଚାହିଁଛି ମାନେ ଏ ଘର ଏ ଜମି ଫମି ସବୁ କାଳୁ ଦାଦାର। ଏ ପୁଅ ଆମ ଜଳ ଜମି ସବୁ ତମେ ନେଇଯାଅ, ଏ ଘରୁ ଆମକୁ ତଡ଼ି ଦିଅନି। ଏ ଘରୁ ତଡ଼ି ଦେଲେ ଆମେ କୁଆଡ଼େ ଯିବୁ? ଏ ଘରେ ଆମର କେତେ ସ୍ମୃତି ଲୁଚି ରହିଛି। ମୁଁ ତୁମ ଗୁଡ଼ ଧରୁଛି, ମତେ ଏତିକି ଦୟା କର। ଏଗୁଡ଼ା କାଳୁ ଦାଦା ଚାହିଁଛି ମାନେ ତ ଘର ତ ଜମି ଫମି ସବୁ କାଳୁ ଦାଦା ନବ। ସ୍ୱର୍ଗରୁ ବ୍ରହ୍ମା ବିଷ୍ଣୁ ମହେଶ୍ୱର ଆସିଲେ ବି ତାକୁ କେହି ଅଟକେଇ ପାରିବେନି, ବୁଝିଲୁ। ଆବେ ଭଲ କଲବେ, ଭାଙ୍ଗି ରୁଗି ସବୁ ସୁନୱାର କରିଦିଅ। ମୁଁ ତାକୁ କେତେ ଥର କହିଛି କାଳୁ ଦାଦା ସାଙ୍ଗରେ ଲାଗିଲେ କ'ଣ ହୁଏ, ଭଲରେ ମାନିଲା ନାହିଁ। ପୁରା ପୁରି ଲଭଲି କରିଦେଲି। ଆବେ ହେ ଥାନାକୁ ଯାଇଥିଲୁ ମୋ ନାଁରେ କେସ୍ କରିବାକୁ। କୋଉ ଥାନା ବାବୁ ମୋ ନାଁରେ କେସ୍ ରଖିବନି। ଆହୁରି ମୋ ଠାରୁ ସେ ଟଙ୍କା ନଉଛି, ତୁ ଆଜି ମରିବୁ ବେ। ନଗଲେ। ଆରେ କିନ୍ତୁ ସେ କାଳୁ ଦାଦା ଲୋକମାନେ ଆସି ସନିଆ ଯେ ଘରେ ବସି ସବୁ ଜିନିଷ ଭଙ୍ଗାରୁଜା କରୁଛନ୍ତି, ପୁଣି ତାଙ୍କ ଜମିକି ଜବରଦଖଲ କରୁଛନ୍ତି। ಓಯ್ಲೆ ಅಲ್ಲ ತೂಕವನ್ನ ಕೊಲೆ ಹೋಗಲೆ ತಬ್ಬು ಕತ್ತಲೆ ಮುಂದ ಪುಲ ಇದಾಯ್ತು ಅಲ್ಲ ತಂಕ ಕತ್ತ ತಿಯ ಒತ್ತಿಯೆ ತೂ ದಮ್ಮ ಮುಂದ ಪುಲ ನಿಲೆ ସବୁ ହେଲେ ଖାଲି ସବୁ କଥାଲେ ମୁଣ୍ଡ ବୁଲେଇକୁ ଇଏ ଟିକାକୁ କହିଦେଇଥିବୁ ଆଉ ଏକାଲା ପିଲାତା ଆଉ ତାହେଲେ ଆମେ ଆମର ଯିବା। ଆରେ କିନ୍ତୁ ତୁ ବୋଧେ ଭୁଲି ଯାଉଛୁ ମୋ କତିରେ ଧର୍ମର ଶକ୍ତି ଅଛି। ಅಲ್ಲ ಆಲೆ ମୁଁ ଜାଣିତି ଆଉ କ'ଣ କଲିବୁ ମୁଁ ବୁଦ୍ଧି ଥାଇଲିନି। ତୁ ଏବେ ତାଙ୍କ ଫାଇଟିଂ କରିବୁ ଆଉ ଭିଲିଆନ ଏତିଲି କଲୁ ଆଉ ହିଲ ବାହାରି ପଇଲା ମାଡାଲ କଲିଆ ବୋଲି। ଆରେ କିନ୍ତୁ ମୁଁ 5 ମିନିଟରେ ଘରୁ ଆସୁଛି, ତୁ ଏଠି ଥାଉ। ଆଉ ତୁଇ କତି ଆଉ ଦାଦା ଆଉ କ'ଣ କଲିଆ କଥା କହଲ। କାଳୁ ଦାଦା ଭଲରେ କହୁଛି, ମୁଁ ସନିଆ ଯେ ସାଙ୍ଗ ଲାଗନି, ତାଙ୍କ ଘରେ କିଛି ଜିନିଷ ଭଙ୍ଗାରୁଜା କରୁନି, ନହେଲେ ମୋ ମୁଣ୍ଡ ଥରେ ଟିଣଲେ ତମ କାହାରିକି ଛାଡ଼ିବିନି। ଆବେ ଏ ଟୋକା ତୁ କିଏ ବେ? ଆସିଗଲୁ ହିରୋ ହେଇ ଉଡ଼ାକୁ ବଞ୍ଚେଇବୁ ବୋଲି, ହଇବେ ଗାଲ ଚିପି ଦେଲେ କ୍ଷୀର ବାହାରି ପଡ଼ିବ। ପୁଣି ଆସିଛୁ ଏ କାଳୁ ଦାଦା ସାଙ୍ଗରେ ଲାଗିବୁ। ନ ବୋଲି ଆବେ ଅନେଇଛ କ'ଣ ବେ? ତା ବେକଟାକୁ ମୋଡ଼ି ଦିଅ। ଆବେ ଟୁକା କ'ଣ କହିଲୁ? କାଳୁ ଦାଦା ସାଙ୍ଗରେ ଲାଗିବୁ? ଏଟା ମଜି ସତକଲି। ଆବେ ସେ ଛୋଟ ପିଲାଟା ଓଡ଼େଇକି ମାରୁଛି, ତମେ ମାନେ କ'ଣ ପେଜ ପିଇଛ? ଆବେ ମାର ବେ, ଶଳାକୁ ମାର ବେ। ଆବେ ଟୁକା ତୁ କାଳୁ ଦାଦା ପିଲାମାନଙ୍କ ଦେହରେ ହାତ ଦବୁ, ତ ହାତକୁ ଆଜି ମୋଡ଼ିକି ଭାଙ୍ଗିଦେବି ବେ। ଆରେ ମାଧିଆ, ଇଏ କାଳୁ ଦାଦା ଲୋକମାନଙ୍କ ଉପରେ କି ମାଡ଼ ହଉଛି କିରେ? ଇଏ ହଁ ପରା ଡମ୍ପୁର ଭାଇ, ଇଏ ବେରି ମାଡ଼ ଦେଖି ଇଏ କୋଳଥ କୁଆଡ଼େ ଚେପା ହେଇ ସାରିଲାଣି। ଆରେ ମାଧିଆ
ଆମେ ଭାଗ୍ୟ ଭଲ ତାଙ୍କ ଟିମ୍ରେ ନାହାନ୍ତି, ନହେଲେ ଆମ ପକ୍ଷିଆ ଖସି ଯାଇଥାନ୍ତାରେ ମାଧିଆ। ଇଏ ହଁ ପରା ଡମ୍ବୁରୁ ଭାଇ, ଇଏ ମୁଁ ସେଇ କଥା ଏଇ ସାଙ୍ଗେ ଭାବୁଥିଲି କହିବି ବୋଲି। ଇଏ ଭଲ ହେଇଛି ମ ଇଏ ଆମେ ନାହାନ୍ତି, ଇଏ ଆମେ ଥିଲେ ଏକା ସାଙ୍ଗେ ଅଦା ଛେଚିଲା ଭଳିଆ ସେ ଟୋକା ଆମକୁ ଇଏ ଛେଚି ଦେଇଥାନ୍ତା। ଇଏ ଭାଗ୍ୟ ଭଲ ଅଛି ଆମର। କ'ଣ କହୁଥିଲି କି ଡମ୍ବୁରୁ ଭାଇ, ଇଏ ସେମାନଙ୍କ ବାପା ତାଳ ଖାଇଛି ମାନେ ତାଙ୍କ ଉପରେ କାଳ ପଡ଼ିଛି। ଇଏ ସେମାନେ ତାଙ୍କର ମାଡ଼ ଖାଆନ୍ତୁ, ଆମେ ଚାଲେ ଘରକୁ ଇଏ ସୁନା ପୁଅ ଭଳିଆ ଇଏ ପଳେଇବା, ନହେଲେ ଆମ ଉପରେ କେତେବେଳେ ଏ ବସି ଯାଇପାରେ। ଆରେ ହଁ ରେ ମାଧିଆ, ସେଇଆ କରିବା। ପଳେଇ ଚାଲରେ ମାଧିଆ, ଏଠି ରହିଲେ ଭାରି ବିପଦ। ଆଉ ଏ ଟୁକା, ତୁ ଏ କାଳୁ ଦାଦା ପିଲାମାନଙ୍କ ଦେହରେ ହାତ ଦେଇଦେଲୁ, ମୁଁ ଛାଡ଼ିବିନି ବେ। ଓ ନିଖେ ଆଉ କି ମାଡ଼ କିରେ, ପୁରା ଛାତିର କଲେଜା ବାହାରେ ଆସୁଛି। ଏ ମୁଁ ଆଉ ବଞ୍ଚିବିନି। ସାଙ୍ଗମାନେ କ୍ୟାରେକ୍ଟର ଭିତରେ ଅଧିକା ଟିକେ ପଶିଗଲେ ବୋଧେ, ସେଥିପାଇଁ ଲୋକଟା ମାରିଦେଲି। ଗଲେ ବାପା ଜାଣିଲେ ଯେ ବହି ବାଡିବେ। ହଇଲେ କିଲା ତାଲ ତା ବାତଲ ନାଉଥିଲା, ତୁ ହୁଇଥିଲୁ ମାଲିକ ଡାକିଲୁ ଆଉ ଗୋଟା ମନି ତ ତାକୁ ମାଲି ଦେଲୁ। ଏତଲ ଦେଙ୍କା ନାଲ ନିଦ ପତା ନିଦ ତମ୍ବାଲ ଆଉ ମୁଁ ଭଲ ନାଉଥିଲେ ଆଉ ପୋଲିସ ଜାତୀୟ ଯାକ ଦୁନିଆ କେମିତି ହବ। ଆମ ଚ୍ୟାନେଲ ଯଦି ନୂଆ ଆସନ୍ତି ଆମ ଚ୍ୟାନେଲକୁ ଲାଇକ୍ କମେଣ୍ଟ ସବସ୍କ୍ରାଇବ କରନ୍ତୁ। ସାଙ୍ଗମାନେ ଆଗକୁ ନୂଆ ନୂଆ ଭିଡ଼ିଓ ଆଣିବାକୁ ଆମେ ସବୁବେଳେ ଚେଷ୍ଟା କରୁଛୁ। ଆଉ ଭିଡ଼ିଓଟି ଆପଣଙ୍କ ହୃଦୟକୁ କେତେ ଛୁଇଁଛି ଆମ କମେଣ୍ଟ ବକ୍ସରେ ଟିକେ ଗାରି ଦିଅନ୍ତୁ। କ'ଣ ପଇସା ପଡୁଛି? ଆରେ ଟଙ୍କାଟା ବି ପଡ଼ିବନି। ଆଉ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ମୋର ଅନ୍ତରରୁ ଆପଣମାନଙ୍କୁ ଅନେକ ଅନେକ ଧନ୍ୟବାଦ। ରହିଲି, ଜୟ ଜଗନ୍ନାଥ। ପୁଣି ଦେଖା ହେବ ନେକ୍ସଟ ଭିଡ଼ିଓରେ।